ଜୟ ଗୁରୁ। ବନ୍ଧୁଗଣ ଆସନ୍ତୁ, ନାରୀର ନୀତିର ଆଉ ଗୋଟିଏ ଅମୂଲ୍ୟ ବାଣୀକୁ ଆମେ ହୃଦୟରେ ଧାରଣ କରିବା। ବାଣୀ ସଂଖ୍ୟା 8। ଏଥର ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ନାରୀତ୍ୱର ଅପଳାପରେ ମନେ ରଖ, ତୁମର ସଂସର୍ଗ ଯଦି ସର୍ବ ବିଷୟରେ ଯଥାଯଥ ଭାବରେ ଉନ୍ନତି ବା ବୃଦ୍ଧି ଦିଗକୁ ଚାଳିତ ନ କଲା, ତୁମର ନାରୀତ୍ୱ କ'ଣ ମଶାଲିପ୍ତ ହେଲା ନାହିଁ? ବନ୍ଧୁଗଣ, ଠାକୁରଙ୍କ ଭାବଭକ୍ତିର ଆଲୋକରେ ଆମକୁ କହୁଛନ୍ତି, ଏହି ଭାବବାଣୀର ମଧ୍ୟରେ ରହିଛି ଏକ ଗଭୀର ସତ୍ୟ। ମନେ ରଖ, ନାରୀତ୍ୱ କେବଳ ଦେହର ରୂପ ନୁହେଁ, ଏହା ଏକ ଜୀବନଦାୟିନୀ ଶକ୍ତି। ଏହା ସୃଷ୍ଟିର, ପୋଷଣର, ସଂରକ୍ଷଣର ଏବଂ ଉନ୍ନତିର ମୂଳ ପ୍ରେରଣା। ଯଦି ଏହି ଶକ୍ତି ସଂସ୍ପର୍ଶରେ ଆସି ମଣିଷକୁ ଉନ୍ନତି ପଥରେ ଚାଳିତ କରିନଥାଏ, ତେବେ ତାହା ନିଜର ମୂଳ ଧର୍ମକୁ ହରାଇଥାଏ। ଠାକୁରଙ୍କ ମତରେ ନାରୀ ହେଉଛି ମା। ଏହି ମାତୃତ୍ୱ କେବଳ ସନ୍ତାନ ଜନ୍ମଦାନରେ ସୀମିତ ନୁହେଁ, ଏହା ଚେତନାର ଜନ୍ମଦାନ। ମା ଯେପରି ଶିଶୁକୁ ଗଢ଼ି ତୋଳେ, ତେଣୁ ନାରୀ ତାଙ୍କ ସଂସର୍ଗରେ ଥିବା ସବୁକୁ ଗଢ଼ିବାର ଶକ୍ତି ଧାରଣ କରିଥାଏ। ନାରୀତ୍ୱର ମୂଳ ସ୍ୱଭାବ, ନାରୀତ୍ୱର ମୂଳ ଗୁଣ ହେଉଛି ନିଷ୍ଠା, ଧର୍ମନିଷ୍ଠ ଚରିତ୍ର, ଶୁଶ୍ରୂଷା, ସେବା, ସଂରକ୍ଷଣ, ସହାନୁଭୂତି, ପ୍ରେରଣାଦାୟିନୀ ସ୍ନେହ। ଏହି ସବୁ ଗୁଣ ଯଦି ନାରୀଙ୍କ ସଂସର୍ଗରେ ଦେଖାଯାଏ, ତେବେ ସେ ନାରୀତ୍ୱ ସଫଳ। ଯେଉଁଠାରେ ସେ ଅନ୍ୟମାନଙ୍କୁ ଭ୍ରମରେ, ଅଧର୍ମରେ, ଅବନତିରେ ଠେଲି ଦେଉଛି, ସେଠାରେ ନାରୀତ୍ୱ ଅପଳାପିତ। ନାରୀ ଉନ୍ନତିର ଦିଗ ନିର୍ଦ୍ଦେଶିକା। ଠାକୁରଙ୍କ ଭାବରେ ମଣିଷର ଜୀବନ ଉନ୍ନତି ହେଉଛି ସଠିକ୍ ଧର୍ମରେ, ସଠିକ୍ ସଂସର୍ଗ ଓ ସଠିକ୍ ଚରିତ୍ର ଦ୍ୱାରା। ନାରୀ ହେଉଛନ୍ତି ସଂସର୍ଗର ମୂଳ କେନ୍ଦ୍ରବିନ୍ଦୁ। ଏକ ପୁରୁଷ ଯେତେବେଳେ ଜୀବନରେ ଶକ୍ତି ହରାଇ ଭ୍ରମିତ ହୁଏ, ସେତେବେଳେ ଏକ ଧର୍ମନିଷ୍ଠା ନାରୀ ହିଁ ତାଙ୍କୁ ପୁନଃ ଉନ୍ନତି ମାର୍ଗରେ ଆଣିପାରେ। ଏକ ଶିଶୁ ଯେତେବେଳେ ଅବିବେକୀ, ମାର ଆଦର୍ଶ ତାକୁ ସୁଧାରେ। ଏହି ଅର୍ଥରେ ନାରୀ ହେଉଛନ୍ତି ଘରର ଦିଗଦର୍ଶିକା, ଧର୍ମର ପୋଷକା। ନାରୀତ୍ୱ ମସିଲିପ୍ତ କେବେ ହୁଏ? ମସିଲିପ୍ତ ମାନେ ଦୂଷିତ, ଅପବିତ୍ର, ଧର୍ମଚ୍ୟୁତ। ନାରୀତ୍ୱ ମସିଲିପ୍ତ ହୁଏ ଯେତେବେଳେ ସଂସର୍ଗ ଭୋଗବାଦୀ ହୁଏ, ଯେତେବେଳେ ପ୍ରେମ ହୁଏ କେବଳ ଆକର୍ଷଣର ଖେଳ, ଯେତେବେଳେ ନିଷ୍ଠା ହୁଏ ଦୁର୍ବଳ, ଯେତେବେଳେ ଧର୍ମର ସ୍ଥାନରେ ଆସେ ଅହଙ୍କାର, ଈର୍ଷା, ବାଦ, ଯେତେବେଳେ ସେବାର ସ୍ଥାନରେ ଆସେ ଶୋଷଣ। ଶ୍ରୀ ଠାକୁର କହୁଛନ୍ତି, ସେବା ଯାହା ଉନ୍ନତି ଆଣେ, ସେହି ସେବା ସତ୍ୟ। ଯାହା ମଣିଷକୁ ଅବନତିରେ ଠେଲେଇ ଦିଏ, ସେ ସେବା ନୁହେଁ, ବରଂ ସେ ଅପସେବା। ନାରୀ ଯଦି ନିଜ ସଂସର୍ଗରେ ଥିବା ଲୋକଙ୍କୁ ଉନ୍ନତ କରିପାରୁନାହାନ୍ତି, ତେବେ ତାଙ୍କର ନାରୀତ୍ୱ ତାହାର ମୂଳ ଗୁଣକୁ ହରାଇଯାଏ। ମାତୃତ୍ୱ, ଏ ହେଉଛି ନାରୀତ୍ୱର ସର୍ବୋଚ୍ଚ ରୂପ। ଭାରତୀୟ ଆଦର୍ଶରେ ମାତୃତ୍ୱ ହେଉଛି ସର୍ବୋଚ୍ଚ। ଯେପରି ସତୀ ସୀତା, ସେ ଥିଲେ ନିଷ୍ଠା ଓ ଧର୍ମର ପ୍ରତୀକ। ସତୀ ସାବିତ୍ରୀ, ସେ ଥିଲେ ସତୀତ୍ୱ ଓ ପ୍ରତିଶ୍ରୁତିର ଶକ୍ତି। ମାତା ଗାର୍ଗୀ, ସେ ଥିଲେ ଜ୍ଞାନ ଓ ଧର୍ମଚିନ୍ତାର ମୂର୍ତ୍ତି। ଏହି ଆଦର୍ଶ ନାରୀମାନେ ଦେଖାଉଛନ୍ତି ଯେ ନାରୀ କେବଳ ଭାବନାର ପ୍ରତୀକ ନୁହେଁ,
ସେ ଜ୍ଞାନ, ଶକ୍ତି ଓ ନିଷ୍ଠାର ସମନ୍ୱୟ। ଏହି ସଂସର୍ଗର ପ୍ରଭାବ ହେଉଛି ଠାକୁରଙ୍କ ଭାବରେ ଏହା ମଣିଷକୁ ଗଢ଼େ। ନାରୀର ସଂସର୍ଗ ଯଦି ପବିତ୍ର ହୁଏ ତାହେଲେ ଜୀବନ ପବିତ୍ର ହୁଏ, ଉନ୍ନତିମୁଖୀ ହୁଏ। ଯଦି ଉନ୍ନତିମୁଖୀ ହୁଏ ତାହେଲେ ଜୀବନ ଉନ୍ନତିମୁଖୀ ହୁଏ। ଯଦି ସେହି ସଂସର୍ଗ ଧର୍ମମୟ ହୁଏ, ପରିବାର ଧର୍ମମୟ ହୁଏ। ଯଦି ସେହି ସଂସର୍ଗ ହୁଏ ଅସଂଯମୀ, ଅନିଷ୍ଠାପୂର୍ଣ୍ଣ, ଅଧର୍ମମୟ, ତେବେ ସେଥିରେ ଜୀବନ ଅବନତି ଦିଗକୁ ଯାଏ। ନାରୀ ପରା ପ୍ରେରଣା ନହେଲେ କ୍ଷୟ। ଏକ ନାରୀ ତାଙ୍କ ସଂସର୍ଗରେ ଥିବା ପୁରୁଷକୁ ଉଚ୍ଚ ଆଦର୍ଶ ଦେଇପାରନ୍ତି। ସେ ତାଙ୍କୁ କହିପାରନ୍ତି, ତୁମେ ଉନ୍ନତ ହୁଅ, ଧର୍ମମୟ ହୁଅ, ଶକ୍ତିଶାଳୀ ହୁଅ, କିମ୍ବା ତୁମେ ଭୋଗ କର, ଆନନ୍ଦ କର, ଯାହା ଇଚ୍ଛା ତାହା କର। ତ ପ୍ରଥମଟି ହେଉଛି ଉନ୍ନତି, ଦ୍ୱିତୀୟଟି ହେଉଛି କ'ଣ? କ୍ଷୟ। ଠାକୁରଙ୍କ ଭାବଦର୍ଶରେ ଯାହା ଜୀବନକୁ ସୁସ୍ଥ କରେ, ସଜୀବ ଓ ଉନ୍ନତ କରେ, ସେହି ସତ୍ୟ। ଆଧୁନିକ ସମାଜରେ ନାରୀତ୍ୱର ଲକ୍ଷଣ ଏହିପରି ଯେ ନାରୀ ସବୁ କ୍ଷେତ୍ରରେ ଅଗ୍ରଗାମୀ। କିନ୍ତୁ ପ୍ରଶ୍ନ ହେଉଛି, ଏହି ଅଗ୍ରଗତି କି ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ସହିତ ଯୁକ୍ତ? ନାରୀ ଯଦି ନିଜକୁ ସମ୍ମାନ କରନ୍ତି, ନିଜର ଚରିତ୍ରକୁ ରକ୍ଷା କରନ୍ତି, ସଂସର୍ଗକୁ ପବିତ୍ର ରଖନ୍ତି, ତେବେ ସମାଜ ଉନ୍ନତି ପାଏ। ନାରୀତ୍ୱ ରକ୍ଷାର ପଥ ହେଉଛି ଇଷ୍ଟନିଷ୍ଠା, ଧର୍ମାନୁଷ୍ଠାନ, ସୁଚିତା, ସେବାମୟ ଚରିତ୍ର, ଆଦର୍ଶ ପ୍ରେରଣା। ଠାକୁରଙ୍କ ମତରେ ଇଷ୍ଟ ସହିତ ଯୋଗ ଥିଲେ ଚରିତ୍ର ଦୃଢ଼ ହୁଏ। ଚରିତ୍ର ଦୃଢ଼ ହେଲେ ସଂସର୍ଗ ପବିତ୍ର ହୁଏ। ଶେଷରେ କହିବି, ନାରୀତ୍ୱ କେବଳ ଏକ ଶବ୍ଦ ନୁହେଁ ବନ୍ଧୁଗଣ, ଏହା ଏକ ଜୀବନର ଶକ୍ତି। ଏହା ସୃଷ୍ଟିର ମୂଳ ଆଧାର, ସଂସାରର ଆଧାର। ଯଦି ଏହି ଶକ୍ତି ଉନ୍ନତି ଦିଗକୁ ନିଆଯାଏ ତେବେ ସେ ଦିବ୍ୟ। ଯଦି ଏହି ଶକ୍ତିକୁ ଅବନତିକୁ ନେଇଯାଏ ସେ ଅପଳାପିତ। ତେଣୁ ଶ୍ରୀ ଠାକୁରଙ୍କ ଭାବରେ, ନାରୀ ତୁମେ ହୁଅ ମାତୃମୟୀ, ନାରୀ ତୁମେ ହୁଅ ପ୍ରେରଣାଦାୟିନୀ, ଉନ୍ନତିମୁଖୀ। ତୁମର ସଂସର୍ଗ ହେଉ ଶକ୍ତି, ଶାନ୍ତି ଓ ସୁଚିତାର ସ୍ରୋତ। ତେବେ ନାରୀତ୍ୱ ହେବ ପବିତ୍ର, ପ୍ରଭାମୟ ଓ ଦିବ୍ୟ। ହଁ ବନ୍ଧୁଗଣ, ଆଜିର ଏହି ବାଣୀଟି ବୁଝାଇବାରେ ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଆମର ଏହି ଭିଡ଼ିଓଟିକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ। ଆଉ ଯେଉଁ ସହୃଦୟ ମା ଓ ଭାଇମାନେ ଆମର ଏହି ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ପ୍ରେସ୍ କରିଦିଅନ୍ତୁ, ତାକି କାଲି ଠିକ୍ ଏହି ସମୟରେ ଆଉ ଗୋଟିଏ ସୁନ୍ଦର ବିଷୟ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।